ପବିତ୍ର ଶନିବାର ସେହି ସମୟ ସକାଳ 5ଟା ଠିକ୍ ସଠିକ ସମୟରେ ଆଜି ସମସ୍ତ କାର୍ଯ୍ୟ ସମାପନ ହୋଇଛି ଏବଂ ଆମେ ଆସି ବର୍ତ୍ତମାନ ଆମର ସେଇ ଏକ୍ସରସାଇଜ୍ ଯେଉଁ ପଡ଼ିଆରେ ପହଞ୍ଚି ଯାଇଛୁ। ଆଜି ବି ମଧ୍ୟ ସେଇ 5ରୁ 6 ଜଣ ବ୍ୟକ୍ତି ଆସି ମୋ ଆଗରୁ ଆସିଛନ୍ତି। ଧନ୍ୟବାଦ। ଆପଣମାନେ ମୁଁ ସେଇ ଗୋଟିଏ ବାର୍ତ୍ତା ପଠାଇବି, ଶରୀରକୁ ସୁନ୍ଦର ରଖନ୍ତୁ। ଶରୀର ହେଉଛି ଗୋଟେ ସ୍ୱତନ୍ତ୍ର ମଣିଷର ସମ୍ପତ୍ତି, ତେଣୁ ଆକୁ ବଜାୟ ରକ୍ଷା କଲେ ଆପଣଙ୍କର ପ୍ରଥମେ ନିତ୍ୟ କାର୍ଯ୍ୟ କର୍ମ ସାରି ଆପଣ ଏଇ ଏକ୍ସରସାଇଜ୍ କଣ୍ଟିନ୍ୟୁ କରନ୍ତୁ। ମୁଁ ମଝିରେ 2-3 ଦିନ ଭିଡ଼ିଓ ଛାଡ଼ି ନଥିଲି। ମୋତେ ଆଜି ଗୋଟେ କାଲି ସନ୍ଧ୍ୟାରେ କଲ୍ ଆସିଥିଲା, ଆଜ୍ଞା ଆପଣ ସେ ଭିଡ଼ିଓଟାକୁ ଟିକେ ଛାଡ଼ନ୍ତୁ, କାହିଁ ଆପଣ ଛାଡ଼ିଲେ ଆମେ ଟିକେ ସକାଳୁ ତ ଦେଖିକି ଘରେ ବି କିଛି କେହି କରୁଛୁ ଏକ୍ସରସାଇଜ୍। ଆଜ୍ଞା ମୁଁ ତ ସେମିତି ବ୍ୟବସାୟିକ ଧନ୍ଦା କରୁନି, ଆପଣମାନଙ୍କୁ ଖାଲି ସଚେତନ କରିବା ପାଇଁ କରୁଛି। ଯେ ତାଙ୍କର ଅନୁରୋଧ କ୍ରମେ ପୁଣି ସେ ଭିଡ଼ିଓଟାକୁ ଆଜି କଣ୍ଟିନ୍ୟୁ କରୁଛି। ସେଇ ସମୟ ଆମର 5ଟାରୁ 6ଟା। ନିୟମିତ ବ୍ୟାୟାମ କରନ୍ତୁ। ସକାଳୁ ବ୍ୟାୟାମ ସାରିକି ଗରମ ଉଷୁମ ପାଣି ଏବଂ କିଛି ଆମର ନ୍ୟାଚୁରାଲ୍ ଜୁସ୍ ପିଅନ୍ତୁ। ଯେଉଁ ଜୁସ୍ ଆପଣଙ୍କର ଆଭେଲେବଲ୍ ରହୁଛି ବଜାରରେ। ସବୁଠୁ ଭଲ ହେଉଛି ଅଁଳା ଜୁସ୍। ଦେଶୀ ଅଁଳା ଏବେ ମିଳୁଛି ମାର୍କେଟରେ। ଆପଣ ଅଁଳାକୁ ଖଣ୍ଡ ହଳଦୀରେ ମିଶାଇ ଗୋଳେଇକି ତାକୁ ଗ୍ରାଇଣ୍ଡିଙ୍ଗ କରିକି ପିଅନ୍ତୁ, ବହୁତ ଉପଶମ ମିଳିବ। ଏବଂ ଆପଣଙ୍କର ସେ ସନ୍ଧ୍ୟା 7ଟା ପରେ ଟିକେ ଖାଦ୍ୟକୁ ବନ୍ଦ କରିବା ପାଇଁ ମୁଁ କହିଛି। ଆପଣ ସବୁବେଳେ ଚିନ୍ତା କରନ୍ତୁ ସବୁଜ ପନିପରିବା ଏବଂ ନନଭେଜ୍ ଖାଇଲେ ଭଲ। କ୍ଷୀର ଫିର ସମସ୍ତ ଜିନିଷ ଖାଆନ୍ତୁ, କିଛି କୌଣସି ଜିନିଷ ବାରଣ ନାହିଁ। ଖାଦ୍ୟ ଆପଣ ଶରୀରରେ ଯେଉଁଟା ଯାଉଛି, ଯେଉଁଟା ଆପଣ ଶରୀର ପାଇଁ ଉପକୃତ, ସେଇଭଳି ଖାଦ୍ୟ ଖାଆନ୍ତୁ, କିଛି ଅସୁବିଧା ହେବ ନାହିଁ। ମୁଁ ସବୁବେଳେ ଗୋଟିଏ କଥା କହିଛି, ନିଜ ଶରୀର ନିଜ ପାଇଁ। ତେଣୁ ଶରୀରକୁ ସୁନ୍ଦର, ସୁସ୍ଥ, ମଜବୁତ ରଖିବା ପାଇଁ ପ୍ରତ୍ୟେକ ଦିନ ଆପଣଙ୍କର ବ୍ୟାୟାମ, ଏକ୍ସରସାଇଜ୍ କି କାର୍ଡ଼ିଓ କି ଜିମ୍ ହେଉ କି ଏରୋବିକ୍ ହେଉ, ଯାହା ସବୁ ଅଛି ଆପଣମାନଙ୍କର ସୁଇଟେବଲ୍ ତାକୁ କରନ୍ତୁ। ଖାଲି ଦୌଡ଼ିବା ଠିକ୍ ନୁହଁ କି ଖାଲି ଚାଲିବା ଠିକ୍ ନୁହଁ। ଶରୀରର ସାମର୍ଥ୍ୟ ହିସାବରେ ଯେତେ ମ୍ୟାକ୍ସିମମ୍ ହେବ ଆପଣ ଏକ୍ସରସାଇଜ୍ କରନ୍ତୁ। ମୁଁ ରଖୁଛି। ନମସ୍କାର, ଶୁଭ ସକାଳ।